କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଡୁମେରଗୁଡ଼ା ଗ୍ରାମର ପଣ୍ଡରା ମାଳିସମା ସମ୍ପ୍ରଦାୟର ଛାତ୍ରୀ ସମାପିକା ସମଦର୍ଶିନୀ ନାୟକ ପିତା ବେଣୁଧର ନାୟକ ମାତା ନିରୁପମା ନାୟକ ଓ ରାୟନଗୁଡ଼ା ଗ୍ରାମର ପ୍ରିୟଦର୍ଶିନୀ ନାୟକ ପିତା ଜିତେନ୍ଦ୍ର କୁମାର ନାୟକ ଓ ମାତା ସୌଦାମିନୀ ନାୟକ ନିଟ୍ ପରୀକ୍ଷା ସଫଳତା ପାଇଛନ୍ତି। ଯୁବ ବାହିନୀ ସଭାପତି ଓ ଆଇନ ପରାମର୍ଶଦାତା ଶ୍ରୀ ଦୁର୍ଗା ପ୍ରସାଦ ନାୟକଙ୍କ ନେତୃତ୍ୱ ଓ ସମାଜ ସଭାପତି ଈଶ୍ୱର ପୂଜାରୀଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଆୟୋଜିତ ପଣ୍ଡରା ମାଳି ସମାଜ ପାଇଁ ଗର୍ବ ଏବଂ ଗୌରବ ଆଣିଥିବା ଉଭୟ ଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା। ସର୍ବପ୍ରଥମେ ନାରୀ ଶିକ୍ଷା ଅଧିକାର ପାଇଁ ଲଢ଼େଇ କରିଥିବା ସାବିତ୍ରୀବାଈ ଫୁଲେ ଦମ୍ପତିଙ୍କ ଫଟୋ ଚିତ୍ର ଦେଇ ମଙ୍ଗଳବାର ସନ୍ଧ୍ୟା ସମୟରେ କଳାହାଣ୍ଡି ପଣ୍ଡରା ମାଳି ସମାଜ ପକ୍ଷରୁ ଡୁମେରଗୁଡ଼ାଠାରେ ସମାପିକା ସମଦର୍ଶିନୀଙ୍କୁ ଏବଂ ରାୟନଗୁଡ଼ାଠାରେ ପ୍ରିୟଦର୍ଶିନୀ ନାୟକଙ୍କୁ ସମାଜ ପକ୍ଷରୁ ପୁଷ୍ପଗୁଚ୍ଛ ଉପଢୌନକ ଓ ମାନପତ୍ର ଦେଇ ମିଠା ଖୁଆଇ ତାଙ୍କର ପରିବାର ମା ବାପା ଗ୍ରାମବାସୀଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧନା କରାଇଥିଲେ। ଏହି ଅବସରରେ ସମାଜ କୁଳପତି ଶ୍ରୀ ପ୍ରକାଶ ଚନ୍ଦ୍ର ନାୟକ ଆଗାମୀ ଦିନରେ ଶିକ୍ଷାକୁ ଆଗକୁ ବଢ଼ାଇବା ପାଇଁ ପ୍ରଶାସନିକ କ୍ଷେତ୍ରରେ ଏମିତି କୃତିତ୍ୱ ହାସଲ କରି ଆଗକୁ ବଢ଼ିବା ପାଇଁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ପଣ୍ଡରା ମାଳି ଯୁବବାହିନୀ ସଭାପତି ଭବାନୀ ଶଙ୍କର ବଣିଆ ମଞ୍ଚ ପରିଚାଳନା କରିଥିଲେ। ଅନନ୍ୟ ଅତିଥିମାନେ କହିଥିଲେ ଯେ ଆଗାମୀ ଦିନରେ ଜଣେ ଦକ୍ଷ ଡାକ୍ତର ହୋଇ ସମାଜ ଓ ଦେଶର ସେବା କରିବେ। ଏହି ସଫଳତାରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି, ଯେହେତୁ ପଣ୍ଡରା ମାଳି ସମାଜରେ ଏ ଦୁହେଁ ପ୍ରଥମ ଡାକ୍ତରାଣୀ ହେବେ। ଏହି ଅବସରରେ ସମାଜ ଉପସଭାପତି ରାଜେନ୍ଦ୍ର ଭୋଇ, ଯୁବ ବାହିନୀ ସମ୍ପାଦକ ଲୋକେଶ ନାୟକ, ଧର୍ମଗଡ଼ ଏନ୍ଏସି ଯୁବ ବାହିନୀ ସଭାପତି ସୌମ୍ୟରଞ୍ଜନ ନାୟକ, ବେଣୁଧର ନାୟକ, ଲୋକେଶ୍ୱର ପାରୀ, କାର୍ଗିଲ ବଣିଆ, ସୁମିତ ବଣିଆ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସମସ୍ତଙ୍କୁ ଉଭୟ କୃତି ଛାତ୍ରୀଙ୍କ ପରିବାର ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ। କଳାହାଣ୍ଡି ଜିଲ୍ଲାରୁ ଆମ ଜିଲ୍ଲା ପ୍ରତିନିଧି ସୌମ୍ୟରଞ୍ଜନ ନାୟକ ରିପୋର୍ଟ, ସଠିକ ନ୍ୟୁଜ।